ନାଇଁ ନିହାତି ଭାବରେ ମୁଁ ସାଧୁବାଦ ଜଣେଇବି। ଆଜି ଯେଉଁଭଳି ଭାବରେ ସଂଗଠନଟି ତିଆରି ହୋଇଛି ବଡ଼ ଦୁଃଖ ଏବଂ ପରିତାପର ବିଷୟ। ସରକାର ଗୋଟେ ବ୍ୟବସ୍ଥା, କିନ୍ତୁ ସରକାରୀ ବ୍ୟବସ୍ଥାରେ ବେଳେବେଳେ ସରକାର ବାସ୍ତବିକତାରେ ଦୂରେଇ ଯାଆନ୍ତି। ଦେଖନ୍ତୁ ମୁଁ ବି ମଧ୍ୟ କହୁଛି, ଯେତେବେଳେ ବିଜୁ ଜନତା ଦଳ ସରକାର ଥିଲା ସେତେବେଳେ 14% ଗୋଟେ 14.99ରୁ କେହି ଲେସ୍ ଯାଇପାରିବନି ଥିଲା। ସିଏ ବି ମଧ୍ୟ ପ୍ରଶ୍ନବାଚୀର କଥା ଥିଲା। ମୁଁ କହୁନି ଯେ ସେତେବେଳେ ଠିକ୍ ଥିଲା ବୋଲିକି। ବର୍ତ୍ତମାନ ଯେଉଁଟା କରାଯାଇଛି ଅନଲିମିଟେଡ଼ ମାନେ ଆପଣଙ୍କର ଲେସ୍, ଡେଫିନେଟଲି ଆପଣ ଦେଖନ୍ତୁ ଯେ ଗୋଟେ ଇଞ୍ଜିନିୟର ଯେତେବେଳେ କୌଣସି କାମ ହୁଏ ତାର ଏଷ୍ଟିମେଟ୍ କଷ୍ଟ କରାଯାଏ। ତାମାନେ କ'ଣ, କାମଟି ହେବାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଏ ଏବଂ ମାର୍କେଟର ରେଟ୍କୁ ନେଇକି। ବର୍ତ୍ତମାନ ଦେଖନ୍ତୁ ବାଲିର ରେଟ୍, ବାଲି ବର୍ତ୍ତମାନ ସାଧାରଣ ଲୋକଟିକୁ ମିଳୁନାହିଁ। ବାଲିର ରେଟ୍ ବର୍ତ୍ତମାନ ବାଲି ଉଚ୍ଚା ଦରରେ ମଧ୍ୟ ବ୍ଲାକ୍ରେ ମଧ୍ୟ ବାଲି ମିଳୁନାହିଁ ଏବଂ ସରକାର କରିଦେଲେ ଯେ ଅନଲିମିଟେଡ଼ ଲେସ୍ରେ ଯାଇପାରିବ। ତେଣୁ କାମଟା ହେବ କେମିତି? ତେଣୁ ତାପରେ ଦ୍ୱିତୀୟ କଥା ହେଉଛି, ବିଭିନ୍ନ ସମୟରେ ଯେତେବେଳେ ବଡ଼ ବଡ଼ କଣ୍ଟ୍ରାକ୍ଟର ମାନେ ଆସିକି ଆମ ଏରିଆରେ କାମ କରୁଛନ୍ତି, ଆମ ଏରିଆ ଲୋକ ଯିବେ କୁଆଡ଼ୁ? ଆମେ ଓଡ଼ିଶାକୁ ଭଲ ପାଉ, ରାଉରକେଲାକୁ ମାନେ ଭାରତକୁ ଭଲ ପାଉ, କିନ୍ତୁ ମୋ ରାଉରକେଲା କଣ୍ଟ୍ରାକ୍ଟର ଯିବେ କୁଆଡ଼େ? ମୋ ସୁନ୍ଦର କଣ୍ଟ୍ରାକ୍ଟର ଯିବେ କୁଆଡ଼େ? ତେଣୁ ଡେଫିନେଟଲି ଯାହା କିଛି ନିଷ୍ପତ୍ତି ନେଇ କାମ କରିଛନ୍ତି ଆଥିବାରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେଣୁ ଆ ଦ୍ୱାରା ଦେଖନ୍ତୁ କାମର କ୍ୱାଲିଟି ମେଣ୍ଟେନ୍ ହୋଇପାରିବ ଏବଂ ତାପରେ ଯେଉଁ ଲୋକମାନେ ଆଜି ଦୁର୍ବଳ ଅଛନ୍ତି ସେମାନେ ମଧ୍ୟ କାଲି ସକାଳେ ବଡ଼ ହେବାର ସ୍ୱପ୍ନ ଦେଖିପାରିବେ। ତେଣୁ ସେଥିପାଇଁ କଣ୍ଟ୍ରାକ୍ଟର ଆସନ୍ତୁ ଧନ୍ୟବାଦ ଦେଉଛି ଏବଂ ଆମ ରାଉରକେଲା ନିର୍ବାଚନ ମଣ୍ଡଳୀ, ରାଉରକେଲା ଯେଉଁ ଆମର ପାଖ 4ଟି ନିର୍ବାଚନ ମଣ୍ଡଳୀର 4 ଜଣଙ୍କ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି, ତାଙ୍କୁ ଧନ୍ୟବାଦ ଦେଉଛି। ତେଣୁ ଡେଫିନେଟଲି ଏ ଗୋଟେ ଉଚିତ ପଦକ୍ଷେପ, ଯେଉଁଥିରେ କି ଆପଣଙ୍କର ସରକାରଙ୍କ ସମ୍ପତ୍ତିର ମାନ ଅତି କ୍ୱାଲିଟି ହୋଇପାରିବ। ତେଣୁ ଡେଫିନେଟଲି ଏ ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ସେଥିପାଇଁ ଧନ୍ୟବାଦ ଦେଉଛି ଯେଉଁମାନେ କାର୍ଯ୍ୟକର୍ତ୍ତା ଏ କାମକୁ ଆରମ୍ଭ କରିଛନ୍ତି। ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ତରଫରୁ ଗୋଟେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆଉ ଏ ସଭାରେ ନୂତନ ଭାବରେ ଯେଉଁ କଣ୍ଟ୍ରାକ୍ଟର ମାନେ ଅଛନ୍ତି ସେମାନଙ୍କୁ ପରିଚାଳନା କରିବା ପାଇଁ କୋର୍ କମିଟି ଗଠନ ହୋଇଛି। ଆମର ସଭାପତି ଚୟନ ହୋଇଛନ୍ତି, ସମ୍ପାଦକ ଚୟନ ହୋଇଛନ୍ତି। ତ ସହିତ ଆମର ବିଧାୟକ ମାନେ ବି ଆସିଥିଲେ ଆଉ ଅନ୍ୟାନ୍ୟ ଆମର ସାମ୍ବାଦିକ ମାନେ ବି ଆସିଥିଲେ। ଆମର କଣ୍ଟ୍ରାକ୍ଟର ମାନଙ୍କର କହିବା କଥା, ଯେଉଁ ବାହାରୁ ଆସିକି କଣ୍ଟ୍ରାକ୍ଟର କାମ କରୁଛନ୍ତି, ଏଠି ଆମର ହଜାର ହଜାର କଣ୍ଟ୍ରାକ୍ଟର ସୃଷ୍ଟି ହୋଇଛନ୍ତି, ସେମାନେ କାମ ପାଉନାହାନ୍ତି। କିପରି କାମ ପାଇବେ ଏଠିକାର କଣ୍ଟ୍ରାକ୍ଟରମାନେ? ଏବଂ ଲେସ୍ରେ ଯେଉଁ 40% 15% ଲେସ୍ରେ କାମ ନେଉଛନ୍ତି, ତାକୁ ବିରୋଧ କରାହେଉଛି। 0% କେମିତି କାମ ପାଇବେ ଆମର ଏଠିକାର ଅଞ୍ଚଳର କଣ୍ଟ୍ରାକ୍ଟରମାନେ ଏବଂ କିପରି ଉପକୃତ ହେବେ ସେ ନେଇକି ଆମର ଆଲୋଚନା ଏବଂ ଗୁରୁତ୍ୱ ଦିଆଯାଇଥିଲା। ଦେଖନ୍ତୁ, ଆଜି ରାଉରକେଲାର ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ଏଇଟା ଫାର୍ଷ୍ଟ ଜେନେରାଲ ବଡି ମିଟିଂ ହେଇଥିଲା। ବିଭିନ୍ନ ବିଷୟରେ ସମସ୍ୟା ବିଷୟରେ ଆଲୋଚନା କରାହେଲା। ସେମାନେ କେମିତି ଫଙ୍କସନ୍ କରିବେ, ଗଭର୍ଣ୍ଣମେଣ୍ଟ ସାଙ୍ଗରେ ଲାଇଜେନ୍ କେମିତି କରିବେ। ଦେଖନ୍ତୁ, ଯେତେବେଳେ ବାହାରର କଣ୍ଟ୍ରାକ୍ଟର ଏଠି ଆସୁଛନ୍ତି, ସମସ୍ୟା ରହୁଛି କି ସେମାନେ ଅଧା କାମ କରିକି ବହୁତ ଥର ଛାଡ଼ିକି ପଳାଉଛନ୍ତି। ପୁଅର କ୍ୱାଲିଟି ଅଫ୍ ୱାର୍କ ଦେଖିବା ପାଇଁ ମିଳୁଛି। ସେମାନେ ବହୁତ ଲେସ୍ରେ କହୁଛନ୍ତି, ଯେଉଁଟା ସେଡ୍ୟୁଲ ରେଟ୍ରେ ହେବା କଥା। କାହିଁକି ପ୍ଲାନିଂ କନଭର୍ଜେନ୍ସ ଗୋଟେ ରେଟ୍ ଫିକ୍ସ କଲା, ଡିପିଆର୍ ହେଲା, ତାପରେ କାହିଁକି ଲେସ୍କୁ ଯିବେ? ଆଉ ଲେସ୍ ଯାଇକି ସେମାନେ 40% 30% ଲେସ୍ ଯାଉଛନ୍ତି। ଯଦି 30-40% ଲେସ୍ ହେଲା, କ୍ୱାଲିଟି ଅଫ୍ ୱାର୍କ ହେଇପାରିବନି। ଏଇ ଜିନିଷଟା ଆସୋସିଏସନ୍ ଆମକୁ ଇଏ କହିଲା ସେଇ ଜିନିଷ। ତ ଯେତେବେଳେ ଆମେ ସେଡ୍ୟୁଲରେ କରିବା ପାଇଁ ଚାହୁଁଛୁ, ସମସ୍ତଙ୍କୁ ଗୋଟେ ୟୁନାଇଟେଡ୍ ହେବା କଥା। ସବୁ କଣ୍ଟ୍ରାକ୍ଟର କ୍ୱାଲିଟି ଅଫ୍ ୱାର୍କ ଆଣ୍ଡ ଟାଇମଲି ଫିନିଶ ଯେଉଁଟା କରିବା କଥା ୱାର୍କ ଟାଇମ୍ ଲାଇନ୍, ସେଇ ଜିନିଷ ଉପରେ ମାନେ ଆଜି ଆଡ୍ରେସ୍ କରାହେଲା। ତ ନିଶ୍ଚିତ ଭାବରେ ରାଉରକେଲା କଣ୍ଟ୍ରାକ୍ଟର ଆସୋସିଏସନ୍କୁ ମୁଁ ଧନ୍ୟବାଦ ଦେବି, ସାଧୁବାଦ ଦେବି। ସେମାନେ ସେଡ୍ୟୁଲରେ କାମ କରନ୍ତୁ, ଭଲ କି କରନ୍ତୁ, ରାଉରକେଲା ସୁନ୍ଦରଗଡ଼ ଡେଭଲପମେଣ୍ଟ ପାଇଁ ଯୋଗଦାନ ଦିଅନ୍ତୁ। ଦେଖନ୍ତୁ, ଏଇଟା ତ ପ୍ରଥମ ଥର ଆଜି ଆସୋସିଏସନ୍ ହିସାବରେ ତାଙ୍କର ଆଜି ଆଲୋଚନା ଚକ୍ର ହେଲା। ସେଥିରେ ଆମର ମାନ୍ୟବର ବିଧାୟକ ମାନେ ବି ଉପସ୍ଥିତ ଥିଲେ। ରାଉରକେଲା, ରଘୁନାଥପାଲି, ଆମର ରାଜେମପୁର, ବଣାଇ ଏବଂ ମୁଁ ନିଜେ ଉପସ୍ଥିତ ଥିଲି। ଏଥିରେ ତାଙ୍କର ଯେ କହିବା ଅନୁସାରେ ଯେଉଁ ବିଗତ ସମୟରେ ଯେଉଁ ନିମ୍ନମାନ କାମ ହୋଇଛି, ସେ ବାହାରୁ କଣ୍ଟ୍ରାକ୍ଟର ଆସିକରି ଏଇଠି ମାନେ ଯେ ନିମ୍ନମାନ କାମ କରୁଛନ୍ତି, ସେଇଟାକୁ ବନ୍ଦ କରିବା ପାଇଁ ଆଜି ତାଙ୍କର ଆସୋସିଏସନ୍ ହିସାବରେ ତାଙ୍କର ଗୋଟେ ଦୁଃଖ ପ୍ରକାଶ କରିଛନ୍ତି। ଆଉ ସେଥିରେ ତାଙ୍କର ଏକମତ ହେଇକରି ଆଗାମୀ ସମୟରେ ଯେମିତି ତାଙ୍କର ଜିରୋରେ ପକାଇଲେ କ୍ୱାଲିଟି ଅଫ୍ ୱାର୍କ ହେଇପାରିବ ଏବଂ ଯେଉଁ ଜାଗାରେ ଡେଭଲପମେଣ୍ଟ କାମଟା ଅଟକି ଯାଇଛି ସେଥିରେ ତ୍ୱରାନ୍ୱିତ ହେଇପାରିବ, ସେ ଅନୁସାରେ ସେମାନେ ଆଜି ଉପସ୍ଥାପନ କଲେ। ଆଉ ଆଜି ତାଙ୍କର ସୁନ୍ଦର ଢଙ୍ଗରେ ଆଜି ଆମର
एसोसिएशन तरफ को माने मु कृतज्ञता जनाऊँगी कि आज आमर विधायक मानक एवं एमपी रो सदस्य मानक ये गोटे मंच से मैंने एकत्रित करते कि जे डेवलपमेंट कार्यक्रमटा जो हिसाब से हेबा कथा से अनुसार आगामी समय बिना किसी ऑब्जेक्शन रे हो पार आमे भी एकमत होकरी जे विधायक दल अच्छु से अनुसार आम सपोर्ट करिया एवं तांकर तरफ भी जे भी भूल त्रुटि अच्छी सेटा को भी से माने सुधारिबे आगामी समय जमती लोक मैंने माने उपकृत हे हाँ आज जहाँ गोटे आम एसोसिएसन है से बहुत आमको भी लगुच यहाँ जहाँ भी गोटे भल पदक्षेप नहीं कॉन्ट्रैक्टर मैंने आम चाहूँ जमती आमर सी क्लास कॉन्ट्रैक्टर मैंने 5 लाख काम गुड़ा जमती पाऊले आम आपण माध्यम रे सरकार को कहवाक चाहूँ से काम गुड़ा को पुणी थे स्टार्ट करूँ जहाँद्वारा कि प्रत्येक सी क्लास कॉन्ट्रैक्टर मैंने जो मैंने कि निज परिवार प्रतिपोषण करुले से काम गुड़ा पाइपर। देखो आज आम निष्पत्ति आगु भी नहींचु एवं भी आज गोटे जनरल बॉडी मीटिंग डाकी आम समस्त 500-600 कॉन्ट्रैक्टर राउरकेला अच्छा कहारी माने आपणकर माने दुखर सहित कहूँ आम 600 कॉन्ट्रैक्टर काम पाऊनु बाहर कॉन्ट्रैक्टर आसी ये विभिन्न लेस रे पकई देकिरी खराब मानर काम करुँच जोटा फल आमर लोक ये काम न पाई माने बोकरे मरुंच तेणुक आम बाहर काम कले आमको एलाउ करना मोर सांग जड़े बाहर पकईला सोनपुर रे काम ताकू सेठारे करईदेले मात्र 3 कोटी टंकार काम तो आम कहवा माने 50 कोटी टंका पर्यंत बाहर कॉन्ट्रैक्टर ये पकईबे ना कि आम भी बाहर जाइए पकईबुनी तेणुक ये आमर राउरकेला लोक राउरकेला रे काम करेंगे जीरो रे समस्ते पकेबे आमर भाई मानू समस्त को अनुरोध आउ जी आम भितर विभीषण साजिकी बाहर काम ताको दृढ़ हस्तर दमन करा